माँ लक्ष्मी कहिचंती ଯେଉଁ ବି ମହିଳା ସକାଳୁ ବା ବ୍ରହ୍ମ ମୁହୂର୍ତ୍ତରୁ କିଛି କରୁ କିମ୍ବା ନ କରୁ ଯଦି ବ୍ରହ୍ମ ମୁହୂର୍ତ୍ତରୁ ଏହି ପାଞ୍ଚଟି କାମ କରିଦିଏ ତାର ଘରେ କେବେ ମଧ୍ୟ ଧନର ଅଭାବ ରହିବ ନାହିଁ। ତାର ଘରେ ସ୍ୱୟଂ ମା ଲକ୍ଷ୍ମୀ ବିରାଜମାନ କରିବେ। ଘରେ ସ୍ଥିର ଲକ୍ଷ୍ମୀର ବାସ ହେବ। ହଁ ଆଜ୍ଞା, ଏହା ଶାସ୍ତ୍ରୀୟ ମତ ଅଟେ ଯାହାକି ଏହି ଜ୍ଞାନବର୍ଦ୍ଧକ କଥାଟି ଶାସ୍ତ୍ରରୁ ସଂଗୃହୀତ କରାଯାଇ ଅଣାଯାଇଛି। ଦର୍ଶକ ବନ୍ଧୁ, ଯଦି ଆପଣମାନେ ବି ବ୍ରହ୍ମ ମୁହୂର୍ତ୍ତରୁ ଏହି ପାଞ୍ଚଟି କାମ କରିଦିଅନ୍ତି ତେବେ ଆପଣଙ୍କ ଜୀବନରେ ମଧ୍ୟ ଧନର ଅଭାବ ଦେଖାଦେବ ନାହିଁ। ଆପଣଙ୍କର ପୂର୍ବରୁ ଯାହା ବି କିଛି ଋଣ କରଜ ଥିଲା ତାହା ମଧ୍ୟ ଶୁଝିଯିବ। ଦର୍ଶକ ବନ୍ଧୁ, ଆପଣମାନେ ଜାଣିଛନ୍ତି ଗୁରୁବାରଟି ମା ଲକ୍ଷ୍ମୀଙ୍କୁ ସମର୍ପଣ କରାଯାଇଛି। ଏହାର ମାନେ ଏଇଆ ନୁହେଁ ଯେ ଆପଣମାନେ କେବଳ ଗୁରୁବାର ଦିନ ଏହି ଉପାୟଟିକୁ କରିବେ। ଯଦି ଆପଣମାନେ ପ୍ରତ୍ୟେକ ଦିନ ବ୍ରହ୍ମ ମୁହୂର୍ତ୍ତରୁ ଏହି ଉପାୟଟିକୁ ପାଳନ କରିବେ ତେବେ ଆପଣଙ୍କ ଜୀବନରେ ଯାହା ବି କିଛି ଅଧା ଅଧୁରା ମନସ୍କାମନା ରହିଥିଲା ତାହା ସମ୍ପୂର୍ଣ୍ଣ ଭାବରେ ପୂରଣ ହେବା ସହିତ ଆପଣଙ୍କର ସମସ୍ତ କାର୍ଯ୍ୟ ଶୁଭମଙ୍ଗଳ ହେବ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଚାଲନ୍ତୁ ମୁଁ ଆପଣମାନଙ୍କୁ କହିବି ଯେ ବ୍ରହ୍ମ ମୁହୂର୍ତ୍ତରୁ କେଉଁ ପାଞ୍ଚଟି କାମ ଆପଣମାନଙ୍କୁ କରିବାର ଅଛି। ସେହି ଉପାୟକୁ କରିବା ଦ୍ୱାରା ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆପଣ ନିଜେ ହିଁ ଦେଖିବା ପାଇଁ ପାଇବେ। ତେବେ ଦର୍ଶକ ବନ୍ଧୁ, ସେହି ନିୟମକୁ ଜାଣିବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ ଏବଂ ଏହି ଭିଡ଼ିଓଟିକୁ ବହୁମାତ୍ରାରେ ସେୟାର କରନ୍ତୁ ଯାହାଦ୍ୱାରା ଆପଣଙ୍କ ସାଙ୍ଗସାଥିରେ ମଧ୍ୟ ଏହି ନିୟମଟି ଜାଣିପାରିବେ। ଦର୍ଶକ ବନ୍ଧୁ, ସପ୍ତାହର 7ଟି ବାର ମଧ୍ୟରୁ ଗୁରୁବାରଟି ମା ଲକ୍ଷ୍ମୀଙ୍କୁ ସମର୍ପଣ କରାଯାଇଛି। ଯଦି ଆପଣମାନେ ମା ଲକ୍ଷ୍ମୀଙ୍କର ସ୍ଥିର ବାସକୁ ନିଜ ଘରେ କରାଇବା ପାଇଁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଗୁରୁବାରକୁ ଗୁରୁବାର ଏହି ନିୟମର ବିଶେଷ ଭାବରେ ପାଳନ କରିବେ। ନଚେତ୍ ଆପଣମାନେ ପ୍ରତ୍ୟେକ ଦିନ ମା ଲକ୍ଷ୍ମୀଙ୍କ ପାଇଁ ଏହି ଉପାୟଟିକୁ ନିଜ ମୁଖ୍ୟ ଦ୍ୱାର ସାମ୍ନାରେ ପାଳନ କରିବେ। ତେବେ ଆଜି ଯେଉଁ କାମଟି ମୁଁ ଆପଣମାନଙ୍କୁ କହିବି ତାହାକୁ ଆପଣମାନେ ପ୍ରତ୍ୟେକ ଦିନ କରିବା ପାଇଁ ଚେଷ୍ଟା କରନ୍ତୁ। କେବଳ ଗୋଟିଏ ଦିନ କରି ଛାଡ଼ିଦେବେ ତାହା ନୁହେଁ। ଦର୍ଶକ ବନ୍ଧୁ, କ'ଣ ଆପଣ ଜାଣିଛନ୍ତି ମା ଲକ୍ଷ୍ମୀ ଆମ ଘରକୁ ଆସି ପୁଣି ଥରେ କାହିଁକି ଚାଲି ଯାଇଥାନ୍ତି? ଅର୍ଥାତ୍ ଘରର ଉନ୍ନତି ଟିକିଏ ହୁଏ କିନ୍ତୁ ସଦାସର୍ବଦା ରହିନଥାଏ। ଏହାର ଅର୍ଥ ଆମେ କ'ଣ କରିଥାଉ ନା ନୀତିଦିନିଆ ବ୍ୟସ୍ତବହୁଳ ଜୀବନ ଭିତରେ କିଛି ନା କିଛି ଭୁଲ କରିଦେଉ। ଯଦି ଆପଣମାନେ ମଧ୍ୟ ମା ଲକ୍ଷ୍ମୀଙ୍କୁ ଆପଣଙ୍କ ଘରେ ସ୍ଥିର ଭାବରେ ବାସ କରାଇବା ପାଇଁ ଚାହୁଁଛନ୍ତି ତେବେ କିଛି ନିୟମକୁ ମାନିବା ପାଇଁ ପଡ଼ିବ। କେବଳ ଗୋଟିଏ ଦିନ କରି ଛାଡ଼ିଦେବେ ତାହା ନୁହେଁ, ଆପଣମାନଙ୍କୁ ଜୀବନ ସାରା ଏହି ନିୟମଟିକୁ କରିବା ପାଇଁ ପଡ଼ିବ ଯାହାଦ୍ୱାରା ମା ଲକ୍ଷ୍ମୀ ଏବଂ ନାରାୟଣଙ୍କର ଆଶୀର୍ବାଦ ଆପଣଙ୍କ ପରିବାର ଉପରେ ସଦାସର୍ବଦା ରହିବ। ଆପଣ କଲେ ଆପଣଙ୍କ ପରବର୍ତ୍ତୀ ପିଢ଼ି ମଧ୍ୟ କରିବ। ନିୟମ ସମସ୍ତଙ୍କ ପାଇଁ ସମାନ ଅଟେ। ଛୋଟବେଳୁ ହିଁ ନିଜ ପିଲାମାନଙ୍କୁ ଏହିସବୁ ଶିକ୍ଷା ଦିଅନ୍ତୁ, ଦେଖିବେ ସେମାନେ ଜୀବନରେ କେବେ ମଧ୍ୟ ଦୁଃଖୀ ହେବେ ନାହିଁ। ଦର୍ଶକ ବନ୍ଧୁ, ବ୍ରହ୍ମ ମୁହୂର୍ତ୍ତ ଯାହାକି ବ୍ରହ୍ମ ମୁହୂର୍ତ୍ତଟି 3ଟାରୁ 5ଟା ମଧ୍ୟରେ ଏହି ଧରାପୃଷ୍ଠକୁ ସ୍ୱୟଂ ଦେବୀ ଦେବତାଙ୍କର ଆଗମନ ହୋଇଥାଏ। ଦେବୀ ଦେବତାମାନେ ଏହି ଧରାପୃଷ୍ଠକୁ ଆସିଥାନ୍ତି। ଦର୍ଶକ ବନ୍ଧୁ, ଆପଣମାନେ ବିଶ୍ୱାସ କରିବେନି କି ବ୍ରହ୍ମ ମୁହୂର୍ତ୍ତର ଏତେ ବି ଶକ୍ତି ରହିଛି। ସକାଳୁ କବାଟ ଖୋଲିବାର ବି ଗୋଟିଏ ନିୟମ ଅଛି ଯାହାକି ଆପଣମାନେ ରାତିରେ ଶୋଇବା ସମୟରେ କବାଟ ଏବଂ ଝରକାକୁ ଦେଇକରି ଶୋଉଥିବେ। ଯେତେବେଳେ ସକାଳ ହେବ କବାଟ ଖୋଲିବାର ବି ଗୋଟିଏ ନିୟମ ଅଛି। ହୁଏତ ଏହି କଥାଟି ଆପଣମାନେ ପୂର୍ବରୁ ଜାଣିନଥିବେ। ପ୍ରଥମେ କବାଟ ଆପଣମାନେ କେଉଁ ସମୟରେ ଖୋଲିବେ ଯାହାଦ୍ୱାରା ଦେବୀ ଦେବତାଙ୍କର ଆପଣଙ୍କ ଘରକୁ ଆଗମନ ହେବ? ଭୋର 3ଟାରୁ 5ଟା ମଧ୍ୟରେ ଆପଣଙ୍କ ଘରର କବାଟକୁ ଖୋଲିବାର ଅଛି। ଯଦି 5ଟାରେ ବି ଖୋଲି ପାରୁନାହାନ୍ତି ତେବେ 6ଟା ଭିତରେ ହେଉ ପଛେ। ବର୍ତ୍ତମାନ ତ ଖରାଦିନ ଚାଲିଛି ଯାହାକି ଅତ୍ୟଧିକ ଗରମ ଯୋଗୁଁ 3ଟାରୁ 5ଟା ମଧ୍ୟରେ ଅଧିକାଂଶ ଲୋକଙ୍କର ନିଦ ଖୋଲି ଯାଇଥାଏ। ଆପଣମାନେ ସକାଳ 3ଟାରୁ 6ଟା ମଧ୍ୟରେ 5ଟାରେ କରିଲେ ତ ଆହୁରି ଭଲ। ଆପଣମାନେ ଏହି ସମୟରେ ଆପଣଙ୍କ ମୁଖ୍ୟ ଦ୍ୱାରକୁ ଖୋଲିବେ ଏବଂ ମୁଖ୍ୟ ଦ୍ୱାରକୁ ଖୋଲି ସାରିବା ପରେ ଆପଣ ଝାଡ଼ୁ କରିବା ପାଇଁ ଯିବେ। ଦର୍ଶକ ବନ୍ଧୁ, ଗୋଟିଏ ଗୋଟିଏ ନିୟମ କହୁଛି, ବହୁତ ଧ୍ୟାନ ସହକାରେ ଶୁଣନ୍ତୁ। ଭିଡ଼ିଓଟିକୁ ଜମାରୁ ବି ସ୍କିପ୍ କରନ୍ତୁ ନାହିଁ
ନହେଲେ ଆପଣମାନେ ସମ୍ପୂର୍ଣ୍ଣ ଉପାୟଟିକୁ ବୁଝିପାରିବେ ନାହିଁ। ପ୍ରଥମେ ସକାଳ 3ଟାରୁ 5ଟା ମଧ୍ୟରେ ନିଜର ମୁଖ୍ୟ ଦ୍ୱାରକୁ ଖୋଲନ୍ତୁ। ଯେତେ ଜଣ ବି ଏହି ଭିଡ଼ିଓ ଦେଖୁଛନ୍ତି, ଯଦି ନିଜ ଘରର ଉନ୍ନତି ଚାହୁଁଛନ୍ତି, ତେବେ ଥରେ ମାତ୍ର ଏହି ଉପାୟଟିକୁ କରିକି ଦେଖନ୍ତୁ। କେତେ ନୀତି ନିୟମ ପୂଜାପାଠ କରୁଛନ୍ତି, ଯଦି ସେଥିରେ ବି ଆପଣଙ୍କ ଘରର ଉନ୍ନତି ହେଉନାହିଁ, ତେବେ ଥରେ ମାତ୍ର ଏହି ଉପାୟଟିକୁ ଆପଣେଇକି ଦେଖନ୍ତୁ, ଯାହାକି ମା ଲକ୍ଷ୍ମୀ ଏବଂ ଶ୍ରୀ ବିଷ୍ଣୁଙ୍କର ଆଶୀର୍ବାଦ ଆପଣଙ୍କ ଘର ଉପରେ ସଦାସର୍ବଦା ରହିବ। ଭୋର 3ଟାରୁ 5ଟା ମଧ୍ୟରେ ଆପଣଙ୍କ ଘରର ମୁଖ୍ୟ ଦ୍ୱାରକୁ ଖୋଲନ୍ତୁ। ଆଜିଠାରୁ ହିଁ ଏହାକୁ କରିବା ଆରମ୍ଭ କରିଦିଅନ୍ତୁ। ଦର୍ଶକ ବନ୍ଧୁ, ଯଦି ଆପଣ ଅଳସୁଆମୀ କରିବେ, ତେବେ ଆପଣଙ୍କ ଘରର ଉନ୍ନତି କିପରି ହେବ? ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସୁଥିବେ ଏବଂ ପୁଣି ଥରେ ଚାଲି ଯାଉଥିବେ। ଯଦି ଗୃହରେ ମା ଲକ୍ଷ୍ମୀଙ୍କର ସ୍ଥିର ବାସ କରାଇବା ପାଇଁ ଚାହୁଁଛନ୍ତି, ତେବେ ପ୍ରତ୍ୟେକ ଦିନ ଗୋଟିଏ ସମୟରେ ଆପଣଙ୍କର ମୁଖ୍ୟ ଦ୍ୱାରକୁ ଖୋଲନ୍ତୁ, ଯାହାକି ବ୍ରହ୍ମ ମୁହୂର୍ତ୍ତରେ ଆପଣଙ୍କୁ ଏପରି କରିବାର ଅଛି। ଦ୍ୱିତୀୟରେ ଆପଣମାନେ କ'ଣ କରିବେ ନା, ଯେତେବେଳେ ମୁଖ୍ୟ ଦ୍ୱାରକୁ ଖୋଲୁଛନ୍ତି, ତାପରେ ଆପଣମାନେ କ'ଣ କରିବେ? ମୁଖ୍ୟ ଦ୍ୱାରକୁ ଖୋଲି ସାରିବା ପରେ ମୁଖ୍ୟ ଦ୍ୱାର ସାମ୍ନାରେ ଆପଣଙ୍କୁ ପାଣି ଛିଞ୍ଚିବାର ଅଛି। ଆପଣମାନେ କେବେ ବି ମୁଖ୍ୟ ଦ୍ୱାରକୁ ଖୋଲି ସାରିବା ପରେ ସଙ୍ଗେ ସଙ୍ଗେ ଝାଡ଼ୁ କରିବେ ନାହିଁ। ତା ପୂର୍ବରୁ ଆପଣମାନେ କିଛି ପାଣି ନେଇ ମୁଖ୍ୟ ଦ୍ୱାର ସାମ୍ନାରେ ଛିଞ୍ଚିବେ ଏବଂ ତାପରେ ଯାଇ ଝାଡ଼ୁ କରିବେ। ଭଲ ଭାବରେ ଘରର ଚତୁଃପାର୍ଶ୍ୱକୁ ଝାଡ଼ୁ କରିଦିଅନ୍ତୁ ଏବଂ ପ୍ରତ୍ୟେକ ଦିନ ନିଜର ମୁଖ୍ୟ ଦ୍ୱାରକୁ ପାଣିରେ ସଫା କରିବେ। ଯଦି ବି ବ୍ୟସ୍ତବହୁଳ ଜୀବନ ଭିତରେ ଆପଣଙ୍କୁ ସମୟ ହେଉନାହିଁ, ତେବେ ଆପଣମାନେ କେବଳ ସକାଳୁ ହିଁ ପାଣି ପକାଇ ଝାଡ଼ୁ କରିଦେବେ ଏବଂ ଯେତେବେଳେ ଆପଣଙ୍କୁ ସମୟ ମିଳିବ, ସେତେବେଳେ ଆପଣମାନେ ନିଜ ମୁଖ୍ୟ ଦ୍ୱାରକୁ ପାଣି ପକାଇ ଭଲ ଭାବରେ ଧୋଇ ଦିଅନ୍ତୁ। ଏହି କାମଟିକୁ 8ଟା ପୂର୍ବରୁ କରିବାର ଅଛି। ପ୍ରତ୍ୟେକ ଦିନ ଆପଣ ଏହାକୁ କରିବେ। ପ୍ରତ୍ୟେକ ଦିନ ପାଣି ପକାଇ ନିଜ ମୁଖ୍ୟ ଦ୍ୱାରକୁ ଧୋଇବାର ଅଛି। ଦ୍ୱିତୀୟ ଉପାୟଟି ସରିଲା। ଏବେ ଆସନ୍ତୁ ଜାଣିବା ତୃତୀୟ ଉପାୟଟି। ତୃତୀୟ ଉପାୟଟି ଏହା ଅଟେ ଯେ, ଯେତେବେଳେ ଆପଣମାନେ ମୁଖ୍ୟ ଦ୍ୱାରକୁ ପାଣି ପକାଇ ଧୋଇ ଦେଉଛନ୍ତି, ତାପରେ ଆପଣମାନେ ଯେତେ ବି ଷ୍ଟିକରରେ ଝୋଟି ଏବଂ ଚିତା ପକାନ୍ତୁ ନା କାହିଁକି, ଯଦି ଆପଣ ହାତରେ ରଙ୍ଗୋଲି ପକାଇବେ, କୁହାଯାଏ କି ଯେଉଁ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ପ୍ରତ୍ୟେକ ଦିନ ହାତରେ ରଙ୍ଗୋଲି ପକାଯାଏ, ସେହି ଘରେ ମା ଲକ୍ଷ୍ମୀଙ୍କର ସ୍ଥିର ବାସ ହୋଇଥାଏ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଯଦି ଆପଣମାନେ ଏପରି କରିବେ, ତେବେ ଆପଣଙ୍କୁ ଏହାର ସୁଫଳ ନିଶ୍ଚିତ ଭାବରେ ମିଳିବା ପାଇଁ ଲାଗିବ। ଆପଣମାନେ କିଛି ଦିନ କରିବେ ଏବଂ ଏହାକୁ ବନ୍ଦ କରିଦେବେ, ଏପରି ହେବ ନାହିଁ। ଯଦିଓ ଆପଣଙ୍କ ଦେହ ଅସୁସ୍ଥ ଅଛି କିମ୍ବା ଘର ପରିବାରରେ କିଛି ଅସୁବିଧା ଦେଖାଦେଉଛି, ତେବେ ସେଥିରେ କିଛି ନାହିଁ। କିନ୍ତୁ ଆପଣମାନେ ଚେଷ୍ଟା କରନ୍ତୁ ଯେ ଏହି ଉପାୟଟିକୁ ପ୍ରତ୍ୟେକ ଦିନ କରିବା ପାଇଁ। ତୃତୀୟ ନିୟମଟି ଏହା ଅଟେ ଯେ, ଆପଣଙ୍କୁ ପ୍ରତ୍ୟେକ ଦିନ ନିଜ ମୁଖ୍ୟ ଦ୍ୱାର ସାମ୍ନାରେ ହାତରେ ରଙ୍ଗୋଲିକୁ ପକାଇବାର ଅଛି। ଚତୁର୍ଥ ନିୟମଟି ହେଉଛି, ଆପଣଙ୍କ ଘର ଆଗରେ ତ ତୁଳସୀ ଗଛ ନିଶ୍ଚିତ ଭାବରେ ଥିବ। ଆପଣମାନେ ବୃନ୍ଦାବତୀଙ୍କର ବହୁତ ଭଲ ଭାବରେ ପୂଜାର୍ଚ୍ଚନା କରନ୍ତୁ। ଏହାପରେ ଆପଣମାନେ ବୃନ୍ଦାବତୀଙ୍କ ଚତୁଃପାର୍ଶ୍ୱକୁ ବହୁତ ଭଲ ଭାବରେ ସଫାସୁତୁରା କରିଦେବେ। ଯଦି ଆପଣ କଦଳୀ ଗଛର ପୂଜା କରୁଛନ୍ତି, ଅଁଳା ଗଛର ପୂଜା କରୁଛନ୍ତି, ବେଲ ଗଛର ପୂଜା କରୁଛନ୍ତି କିମ୍ବା ଓସ୍ତ ଗଛର ପୂଜା କରୁଛନ୍ତି, ତେବେ ନିଜର ସ୍ନାନ ଆଦି କାର୍ଯ୍ୟ ସାରିବା ପରେ ସେହି ଗଛର ଚତୁଃପାର୍ଶ୍ୱକୁ ବହୁତ ଭଲ ଭାବରେ ସଫା କରିଦେବେ। ଯଦି ଆପଣଙ୍କ ଦ୍ୱାରା ସମ୍ଭବ ହେଉଛି, ତେବେ ପ୍ରତ୍ୟେକ ଗଛ ମୂଳରେ ଗୋଟିଏ ସ୍ୱସ୍ତିକ ଅଙ୍କନ କରିପାରିବେ କିମ୍ବା ମା ଲକ୍ଷ୍ମୀଙ୍କର ପାଦପଦ୍ମ ମଧ୍ୟ ଆଙ୍କିପାରିବେ। ଯଦିଓ ଆପଣଙ୍କ ପାଖରେ ସମୟ ଅଭାବ ରହୁଛି, ଆପଣମାନେ ଧ୍ୟାନ ରଖିବେ, ଯେତେବେଳେ ବି ରଙ୍ଗୋଲି ପକାଇବେ, ତା ପୂର୍ବରୁ ସେହି ସ୍ଥାନଟିକୁ ବହୁତ ଭଲ ଭାବରେ ସଫା କରିଦେବେ। ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କୁ ଏଇଠି କେବଳ ଗୋଟିଏ କଥା କହିବାକୁ ଚାହୁଁଛି। ଯଦି ଆପଣମାନେ ଚାହୁଁଛନ୍ତି ଯେ ଆପଣଙ୍କ ଘରେ କେବେ ମଧ୍ୟ ଧନର ଅଭାବ ଦେଖାଦେବ ନାହିଁ, ତେବେ ଆପଣଙ୍କୁ କେବଳ ଗୋଟିଏ କାମ କରିବାର ଅଛି। ଆପଣମାନେ ଯେତେବେଳେ ବି ବୃନ୍ଦାବତୀଙ୍କୁ ଜଳ ଅର୍ପଣ କରୁଛନ୍ତି, ସେଥିରେ ଟିକିଏ ମାତ୍ରାରେ ହଳଦୀକୁ ପକାଇ ଦିଅନ୍ତୁ ଏବଂ ତାପରେ ଯାଇ ଜଳ ଅର୍ପଣ କରନ୍ତୁ। ହଁ ଆଜ୍ଞା, ଆପଣମାନେ କେବଳ ଥରେ ମାତ୍ର ଏହି ଉପାୟଟିକୁ କରିକି ଦେଖନ୍ତୁ।
ଯାହାଦ୍ୱାରା ମା ଲକ୍ଷ୍ମୀ ଏବଂ ଶ୍ରୀ ବିଷ୍ଣୁଙ୍କର ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତି ହେବ। ଦର୍ଶକ ବନ୍ଧୁ, ଏହି ନିୟମଟି ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିଦେବ। ଏବେ ଆସନ୍ତୁ ଜାଣିବା ପଞ୍ଚମ ନିୟମ ବିଷୟରେ। ପଞ୍ଚମ ନିୟମରେ ଆପଣଙ୍କୁ କ'ଣ କରିବାକୁ ପଡ଼ିବ? ଆପଣମାନେ ବ୍ରହ୍ମ ମୁହୂର୍ତ୍ତରେ କିଛି କରନ୍ତୁ କିମ୍ବା ନ କରନ୍ତୁ, କିନ୍ତୁ ଆପଣମାନେ ସକାଳ ସମୟରେ ତ ପୂଜାପାଠ ନିଶ୍ଚିତ ଭାବରେ କରୁଥିବେ। ସକାଳ 8ଟା ଭିତରେ ନିଜର ପୂଜାପାଠକୁ ସାରି ଦିଅନ୍ତୁ ଏବଂ ସକାଳୁ ସକାଳୁ ଆପଣଙ୍କ ଘରେ ଭଜନ ଲଗାନ୍ତୁ। ସନ୍ଧ୍ୟା ସମୟରେ ବି ଆପଣଙ୍କ ଘରେ ଭଜନ ଲଗାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଯାହା ବି କିଛି ନକାରାତ୍ମକ ଶକ୍ତି ଭରି ହୋଇ ରହିଥିବ ତାହା ସବୁଦିନ ପାଇଁ ଚାଲି ଯାଇଥାଏ ଏବଂ ଆପଣଙ୍କ ଘରେ ସକାରାତ୍ମକ ଶକ୍ତିର ପ୍ରବେଶ କରାଇଥାଏ। ସେଥିପାଇଁ ଥରୁଟିଏ ଏହିସବୁ ଉପାୟକୁ ଆପଣଙ୍କ ଜୀବନରେ ଆପଣେଇକି ଦେଖନ୍ତୁ ଏବଂ ଆପଣ ନିଜେ ହିଁ ଦେଖିବେ ଆପଣଙ୍କ ଜୀବନରେ କେତେ ମାତ୍ରାରେ ଉନ୍ନତି ହେଉଛି। ଯଦି ଆପଣଙ୍କର ସମସ୍ତ କାର୍ଯ୍ୟ ଅଧା ଅଧୁରା ରହୁଛି, ତେବେ ଆପଣମାନେ ଏହି ଉପାୟଟି ନିଶ୍ଚିତ କରିବା ଉଚିତ। ଯଦି ଏହିସବୁ ଉପାୟକୁ କରିସାରିବା ପରେ ବି ଆପଣଙ୍କ ଘରର ଉନ୍ନତି ହେଉନାହିଁ, ତେବେ ଆପଣଙ୍କୁ କ'ଣ କରିବାକୁ ପଡ଼ିବ? ତେବେ ଆପଣମାନେ ନିଜ ଘରକୁ ଭଲ ଭାବରେ ଦେଖନ୍ତୁ। କ'ଣ ଆପଣଙ୍କ ଘରେ ଝିଅ, ବୋହୂ କିମ୍ବା ମହିଳାମାନେ ଦୁଃଖରେ ଅଛନ୍ତି? ଯଦି ଘରର ମହିଳାମାନେ ଦୁଃଖରେ ଅଛନ୍ତି, ତେବେ ଆପଣ ହିଁ ବିଚାର କରନ୍ତୁ ମା ଲକ୍ଷ୍ମୀ କିପରି ପ୍ରସନ୍ନ ହେବେ। ତେବେ ଆପଣମାନେ ଜାଣି ରଖନ୍ତୁ, ସେହି ଘରର ଉନ୍ନତି କେବେ ବି ସମ୍ଭବ ନୁହେଁ। ଆପଣଙ୍କ ପାଖରେ ଯେତେ ବି ଧନ ସମ୍ପତ୍ତି ଥାଉ ନା କାହିଁକି, ଯେଉଁ ଘରେ ମହିଳାମାନଙ୍କୁ ଅସମ୍ମାନ କରାଯାଏ, ସେମାନଙ୍କୁ ଦୁଃଖ ଦିଆଯାଏ, ତେବେ ସେହି ଘରେ ମା ଲକ୍ଷ୍ମୀ କେବେ ମଧ୍ୟ ରୁହନ୍ତି ନାହିଁ। ସେଥିପାଇଁ ଆପଣମାନେ ପ୍ରଥମେ ନିଜ ଘରର ମହିଳାମାନଙ୍କୁ ସୁଖରେ ରଖନ୍ତୁ ଏବଂ ତାପରେ ଏହିସବୁ ନିୟମକୁ ନିଶ୍ଚିତ ଭାବରେ ପାଳନ କରନ୍ତୁ। ସେଥିପାଇଁ ଥରେ ମାତ୍ର ସ୍ୱଚ୍ଛ ମନରୁ ଏହିସବୁ ନିୟମକୁ ପାଳନ କରନ୍ତୁ ଏବଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ କରନ୍ତୁ। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ, ଭିଡ଼ିଓକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ ଏବଂ ଭିଡ଼ିଓକୁ ଗୋଟିଏ ସେୟାର କରନ୍ତୁ। ଆଜି ପାଇଁ ରହୁଛି, ନମସ୍କାର।